କାତଲା ମାଛର ଝୋଳ ଆଶା କରୁଛି ଆପଣମାନେ ସମସ୍ତେ ଘରେ ବନାନ୍ତି। ବଟ୍ କ'ଣ ଏମିତି ଦେଲେ ଓ କ'ଣ ପଦ୍ଧତି ଦେଇ ବନେଇଲେ ଏହାର ଟେଷ୍ଟଟା ଦୁଇଗୁଣ ହେଇଯାଇଥାଏ, ସେଇଟା ହିଁ ଆପଣମାନଙ୍କ ସହିତ ଏହି ଭିଡ଼ିଓରେ ସେୟାର କରି ଦେଖାଇବି। ଏହା ଛଡ଼ା ରହିବ ଅତି ଅବଶ୍ୟ ଟିପ୍ସ ଆଣ୍ଡ ଟ୍ରିକ୍ସ। ତା ଆଗରୁ କହି ରଖୁଛି, ଆପଣମାନେ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର, ମୁଁ ଇତିଶ୍ରୀ ଆଉ ଇତିଶ୍ରୀ କିଚେନକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ତ ଏଠି କାତଲା ମାଛକୁ ମ୍ୟାରିନେଟ୍ କରିବା ପାଇଁ ମୁଁ ଦେଇଦେଉଛି ସ୍ୱାଦ ଅନୁସାରେ ଲୁଣ ଆଉ ହଳଦୀ। ଆପଣମାନେ ମାଛକୁ ଏଠି ହଳଦୀ ଛଡ଼ା ବି ଭାଜି ପାରିବେ। ଆଉ ଏସବୁକୁ ଏଠି ଭଲ ଭାବରେ ଗୋଳେଇବା ପାଇଁ ମୁଁ ସୋରିଷ ତେଲ ଦେଇକି ଆକୁ ଏଠି ଭଲ ଭାବରେ ଗୋଳେଇ ନେଉଛି। ତ ଏଇ ରେସିପିଟାକୁ ମୁଁ ଏଠି କାତଲା ମାଛ ଦେଇକି ବନଉଛି। ଆପଣମାନେ ଯେକୌଣସି ମାଛ ଦେଇକି ବି ବନେଇ ପାରିବେ, ଯେମିତିକି ରୁଇ, ବାଉଲ। ତ ଏଠି ମାଛକୁ ଭାଜିବା ପାଇଁ ମୁଁ ଏଠି 50 ml ସୋରିଷ ତେଲକୁ ଭଲ ଭାବରେ ଗରମ କରି ନେଇଛି। ଆପଣମାନେ ଯେତେବେଳେ ମାଛକୁ ଭାଜୁଛନ୍ତି ଏଠି ତେଲକୁ ଭଲ ଭାବରେ ଗରମ କରି ନିଅନ୍ତୁ। ଆଉ ମୁଁ ଏଠି ମାଛକୁ ଦେଇକି ଭାଜି ନେଉଛି। ମାଛକୁ ଏଠି ଅଳ୍ପ ଅଳ୍ପ ଦେଇକି ଭାଜିବେ, ଏକାଥରେ ସବୁ ମାଛ ଦେଇକି ଭାଜିବେନି, ନହେଲେ ମାଛ ସବୁ ଭାଙ୍ଗିଯିବ। ତ ନର୍ମାଲି ଆମେ ଯେମିତି ଘରେ ମାଛକୁ ଭାଜି ଥାଉ ଯେମିତି ଲାଲ କରିକି, ତ ଏଠି ମାଛକୁ ସେମିତି ଲାଲ କରିକି ଏଠି ଭାଜି ନେଉଛି। ତ ଏଠି ଆପଣମାନେ ଦେଖିପାରୁଛନ୍ତି ଦୁଇ ସାଇଡ଼୍ରୁ ମାଛଟା ଆମର ଭଲ ଭାବରେ ଭଜା ହେଇଯାଇଛି। ଏବେ ମାଛକୁ ଗୋଟେ ପାତ୍ରକୁ ବାହାର କରିକି ରଖିଦେଉଛି। ତ ସବୁ ମାଛକୁ ଏଠି ମୁଁ ବାହାର କରି ନେଇଛି। ଆଉ ଅଳ୍ପ କିଛି ମାଛ ଥିଲା, ତ ତାକୁ ବି ଏଠି ମୁଁ ଫ୍ରାଏ କରି ନେଉଛି। ମାଛ ଏଠି ଆମର ଭଲ ଭାବରେ ଭଜା ହେଇଯାଇଛି। ଦେଖିପାରୁଛନ୍ତି ମାଛକୁ ମୁଁ ପୁରା ଲାଲ ଲାଲ କରିକି ଭାଜି ନେଇଛି। ତ ୟାକୁ ବି ଗୋଟେ ପାତ୍ରକୁ ବାହାର କରିକି ରଖିଦେଉଛି। ଏବେ ସେଇ ତେଲରେ ମୁଁ କାଟିକି ରଖିଥିବା ଦୁଇଟା ବଡ଼ ସାଇଜ୍ର ପିଆଜକୁ ଦେଇଦେଉଛି। ଆଉ ଏଠି ଆପଣମାନେ ଟ୍ରାଏ କରିବେ ପିଆଜର ପେଷ୍ଟକୁ ନ ଦେବା ପାଇଁ, ଆଉ ପିଆଜ କେମିତି ଛୋଟ ଛୋଟ କାଟିବା ପାଇଁ। ତ ଏଠି ପିଆଜକୁ ମୁଁ ପ୍ରାୟ 3 ରୁ 4 ମିନିଟ୍ ଗ୍ୟାସର ଫ୍ଲେମ୍କୁ ଲୋରେ ରଖିକି ୟାକୁ ପୁରା ଲାଲ କରିକି ଭାଜି ନେଇଛି। ଏବେ ଏଠି 2 ଚାମଚ ଅଦା ରସୁଣର ପେଷ୍ଟକୁ ଦେଇକି ୟାକୁ ଭଲ ଭାବରେ ପିଆଜ ସହିତ ମୁଁ କଷି ନେଉଛି, ଯେ ପର୍ଯ୍ୟନ୍ତ କି ଅଦା ରସୁଣର କଞ୍ଚା ସ୍ମେଲଟା ଯାଇଛି। ତ ମସଲା କଷିବା ସମୟରେ ଆପଣମାନେ ଗ୍ୟାସର ଫ୍ଲେମ୍କୁ ଏଠି ଲୋ ଟୁ ମିଡ଼ିୟମରେ ରଖିକି ମସଲାକୁ କଷିବେ। ତ ଦେଖିପାରୁଛନ୍ତି ପିଆଜ ଆଉ ଅଦା ଆମର ଏଠି ଭଲ ଭାବରେ କଷା ହେଇଯାଇଛି। ଏବେ ମୁଁ ଦେଇଦେଉଛି କଲର୍ ପାଇଁ କାଶ୍ମୀରୀ ଲଙ୍କା ଗୁଣ୍ଡ, 2 ଚାମଚ ଜିରା ଗୁଣ୍ଡ। ଆଉ ୟାକୁ ଟିକେ ଏଠି ଗୋଳେଇ ସାରିଲା ପରେ ଏଠି ଦେଇଦେଉଛି ହାଫ୍ ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ। ଏବେ ଦେଇଦେଉଛି 1 ଚାମଚ ଧନିଆ ଗୁଣ୍ଡ। ଆଉ ଗ୍ୟାସର ଫ୍ଲେମ୍କୁ ଲୋରେ ରଖିକି ୟାକୁ ଏଠି ଭଲ ଭାବରେ ମୁଁ ଏଠି କଷି ନେଉଛି ମସଲା ସହିତ। ଏଠି ଆପଣମାନେ ଗ୍ୟାସର ଫ୍ଲେମ୍କୁ ଲୋରେ ରଖିକି ପ୍ରାୟ 1 ରୁ 2 ମିନିଟ୍ ପାଇଁ କୁକ୍ କରିନେବେ। ତ ମସଲା ସେଠି 1 ରୁ 2 ମିନିଟ୍ ପାଇଁ କଷା ହେଇସାରିଲା ପରେ ଗୋଟେ ବଡ଼ ସାଇଜ୍ର ଟମାଟର ଆଉ 2ଟା କଞ୍ଚା ଲଙ୍କାକୁ ସେଠି ଦେଇକି ମସଲା ସହିତ ଭଲ ଭାବରେ ଗୋଳେଇ ନେବେ। ତ ଏଠି କଞ୍ଚା ଲଙ୍କା ଆଉ ଟମାଟର ଦେଉଥିବା ସମୟରେ ଭିଡ଼ିଓଟି ମୋର ଅଫ୍ ହେଇଯାଇଥିଲା। ତ ଏବେ ଏଠି ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇକି ଟମାଟରକୁ ଭଲ ଭାବରେ ଏଠି କଷି ନେଉଛି। ତ ଏଠି ଗ୍ୟାସର ଫ୍ଲେମ୍କୁ ଲୋରେ ରଖିକି ମୁଁ 3 ରୁ 4 ମିନିଟ୍ ୟାକୁ ଏଠି କଷିବା ପାଇଁ ଛାଡ଼ୁଛି। ଆଉ ଏଠି ଦେଖିପାରୁଛନ୍ତି ଟମାଟର ବି ଆମର ଭଲ ଭାବରେ ନରମ ହେଇଯାଇଛି। ଆଉ ୟାକୁ ବି ଏଠି ଭଲ ଭାବରେ ମୁଁ ଏଠି କଷି ନେଉଛି ମସଲା ସହିତ। ଭୋଜି ଷ୍ଟାଇଲ୍ ମାଛ ଝୋଳ ବନେଇବା ପାଇଁ ଆମକୁ ବହୁତ ସମୟ ଲାଗିଥାଏ এই ମସଲାକୁ କଷିବା ପାଇଁ। ଆଉ ମାଛ ଝୋଳଟା ପୁରା ଡିପେଣ୍ଡ କରୁଛି এই ମସଲାକୁ ଆପଣମାନେ କେମିତି କଷି ପାରୁଛନ୍ତି। ତ ମସଲାକୁ ଆପଣମାନେ ଯେତେ ଭଲ ଭାବରେ କଷିବେ ତ ସେମିତି ଆମର ମାଛ ଝୋଳଟା ବନିବ। ଏବେ ଏହି ମସଲା ଉପରେ ମୁଁ ଅଳ୍ପ କିଛି ପାଣିକୁ ଦେଇକି ମସଲାକୁ ଭଲ ଭାବରେ ଆଉ କିଛି ସମୟ ପାଇଁ କଷି ନେବି। ତ ଗ୍ୟାସର ଫ୍ଲେମ୍କୁ ଲୋରେ ରଖିକି ମୁଁ ୟାକୁ ଫୁଟିବା ପାଇଁ ଛାଡ଼ୁଛି ପ୍ରାୟ 5 ରୁ 7 ମିନିଟ୍ ପାଇଁ। ତ ଦେଖିପାରୁଛନ୍ତି ମସଲାରୁ ତେଲ ସବୁ ବାହାରି ଆସିଲାଣି, ଆଉ ମସଲାର ଗ୍ରେଭିଟା ବି ଦେଖିପାରୁଛନ୍ତି। ଆଉ ମସଲା ଆମର ଏଠି ପରଫେକ୍ଟଲି ରେଡ଼ି ହେଇଯାଇଛି। ଏବେ ଝୋଳ ପାଇଁ ଆମେ ଏଠି ପାଣି ଆଡ଼୍ କରିବା। ଟୋଟାଲ୍ ମୁଁ ଏଠି 1 କପ୍ ପାଣି ଆଡ଼୍ କରୁଛି। ଆପଣମାନେ ଝୋଳ କେମିତି ରଖିବାକୁ ଚାହୁଁଛନ୍ତି ସେଇ ଅନୁସାରେ ପାଣିକୁ ଆଡ଼୍ କରନ୍ତୁ। ତ ୟାକୁ ଏଠି ମସଲା ସହିତ ଭଲ ଭାବରେ ଗୋଳେଇ ନେବି। ଆଉ ଗୋଟେ ଫୁଟ ଆସିବା ପର୍ଯ୍ୟନ୍ତ ମୁଁ ୟାକୁ ଛାଡ଼ୁଛି। ତ ତରକାରୀରେ ଆମର ଫୁଟ ଆସିଯାଇଛି। ଏବେ ଭାଜିକି ରଖିଥିବା ମାଛ ସବୁକୁ ମୁଁ ଏଠି ଦେଇଦେଉଛି। এই ତରକାରୀର ବାସ୍ନାଟା ବହୁତ ଭଲ ଆସୁଛି। ଆପଣମାନଙ୍କୁ କ'ଣ କହିବି, ଆପଣମାନେ ଥରେ ଏମିତି ରେସିପିକୁ ଟ୍ରାଏ କରନ୍ତୁ। ଆଉ କେମିତି ଲାଗିଲା କମେଣ୍ଟ ଜଣାଇବାକୁ ଜମାରୁ ଭୁଲିବେନି। ଆଉ ଏମିତି ନୂଆ ନୂଆ ରେସିପି ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଇତିଶ୍ରୀ କିଚେନକୁ ଅବଶ୍ୟ ସବସ୍କ୍ରାଇବ୍ କରନ୍ତୁ। ଏସବୁକୁ ଏଠି ଭଲ ଭାବରେ ଗୋଳେଇ ସାରିଲା ପରେ ମୁଁ ଏଠି ଗ୍ୟାସର ଫ୍ଲେମ୍କୁ ଲୋରେ ରଖିକି ୟାକୁ କଭର କରିଦେବି ପ୍ରାୟ 7 ରୁ 8 ମିନିଟ୍ ପାଇଁ। ଆଉ 7 ରୁ 8 ମିନିଟ୍ ପରେ ଆପଣମାନେ ଦେଖିପାରୁଛନ୍ତି ଆମର ଭୋଜି ଷ୍ଟାଇଲ୍ ମାଛ ଝୋଳଟା ପୁରା ରେଡ଼ି ହେଇଯାଇଛି। ଏବେ ଏଇଠି ମୁଁ ଗୋଟା ଗରମ ମସଲାକୁ ଗୁଣ୍ଡ କରିକି ଆ ଉପରେ ଦେଇ ଦେଉଛି। ଆପଣମାନେ ଟ୍ରାଏ କରିବେ ଏମିତି ଗୋଟା ଗରମ ମସଲାକୁ ଗୁଣ୍ଡ କରିକି ଦେବା ପାଇଁ, ଏଥିରେ ସ୍ୱାଦ ବହୁତ ଭଲ ଆସିଥାଏ। ତ ମାଛଟା ଏଠି ନରମ ହେଇଯାଇଛି, ତ ୟାକୁ ମୁଁ ବହୁତ ସାବଧାନରେ ୟାକୁ ଭଲ ଭାବରେ ଏଠି ଗୋଳେଇ ନେଉଛି। ଆଉ ଗ୍ୟାସର ଫ୍ଲେମ୍କୁ ଅଫ୍ କରିଦେଉଛି। ଆଉ ୟାକୁ ମୁଁ ରେଷ୍ଟରେ ଛାଡ଼ି ଦେଉଛି 2 ମିନିଟ୍ ପାଇଁ। ଆଉ 2 ମିନିଟ୍ ପରେ ଦେଖନ୍ତୁ ଆମର ଭୋଜି ଷ୍ଟାଇଲ୍ ମାଛ ଝୋଳଟା ପୁରା ରେଡ଼ି ହେଇଯାଇଛି। ବିନା ଦହି, କାଜୁ, ଚାରମଗଜରେ ଆମେ ବନେଇଛେ ଭୋଜି ଷ୍ଟାଇଲ୍ ମାଛ ଝୋଳ। ଏବେ ଏଇଠି ମୁଁ ଦେଇଦେବି ଫ୍ରେଶ୍ ଧନିଆ ପତ୍ର। ତରକାରୀଟା ଏଠି ଦେଖିବା ପାଇଁ ବହୁତ ଲୋଭନୀୟ ହେଇଛି। ଆଉ ୟାର ସ୍ୱାଦ ବି ସତରେ ଅସାଧାରଣ।
जदि आजिर भिडियोटी भल लगी ताले भिडियो को लाइक कमेंट शेयर सब्सक्राइब करने को जमार भूलें। भल रे सुस्थ रे। जय जगन्नाथ। टिल देन टाटा बाय बाय।